ଏକ ସୁନ୍ଦର କାହାଣୀ। ଜଣେ ପାଦ୍ରୀ କାରରେ ଯାଉଥିଲେ। ସେ ଯାଉ ଯାଉ ଏକ ସୁନ୍ଦର କ୍ଷେତ ଦେଖିବାକୁ ପାଇଲେ। କ୍ଷେତରେ ଶସ୍ୟ କେଣ୍ଡା ଗୁଡ଼ାକ ଦେଖି ତାଙ୍କର ଆଖି ଲାଖିଗଲା ଓ ସେ କାର ଅଟକାଇଲେ। କୃଷକଟିଏ ତା ଟ୍ରାକ୍ଟର ଚଳାଇ ଆସୁଥିଲା। ପାଦ୍ରୀଙ୍କୁ କ୍ଷେତ ନିକଟରେ ଦେଖି ସେ ତାଙ୍କ ନିକଟକୁ ଗଲା। ତାକୁ ଦେଖି ପାଦ୍ରୀ ଜଣକ ପଚାରିଲେ, ଈଶ୍ୱର ତୁମକୁ ଏକ ସବୁଜ ସୁନ୍ଦର ଶସ୍ୟକ୍ଷେତ୍ର ଉପହାର ଦେଇଛନ୍ତି। ତୁମେ ଏଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ଉଚିତ। କୃଷକଟି ଉତ୍ତର ଦେଲା, ହଁ, ଏ କ୍ଷେତ ମୋ ପାଇଁ ଈଶ୍ୱରଙ୍କର ବରଦାନ ଏବଂ ମୁଁ ଏଥିପାଇଁ ଈଶ୍ୱରଙ୍କ ନିକଟରେ କୃତଜ୍ଞ। କିନ୍ତୁ ଏ କ୍ଷେତଟି ଯେତେବେଳେ ଈଶ୍ୱରଙ୍କ ପାଖରେ ଥିଲା ସେତେବେଳେ ଆପଣ ଦେଖିବା କଥା, ଜଣେ ଜଣେ ବ୍ୟକ୍ତି ସଫଳତା ପରେ ସଫଳତା ସାଉଁଟି ଚାଲନ୍ତି, କିନ୍ତୁ କିଛି ଲୋକ କରିବେ ବୋଲି ଭାବି ପ୍ରସ୍ତୁତ ହେଉଥାନ୍ତି। ଏହା ଘଟେ କେମିତି? କିପରି ଜଣେ ବ୍ୟକ୍ତି ଜୀବନରେ ସାମ୍ନା କରୁଥିବା ବାଧା ବିପତ୍ତିକୁ ଗୋଟିକ ପରେ ଗୋଟିଏ ପାଦରେ ଠେଲି ନିଜର ଲକ୍ଷ୍ୟ ସାଧନ କରେ, କିନ୍ତୁ ଆଉ ଜଣେ ସଂଗ୍ରାମ କରି ବି କିଛି ପାଏ ନାହିଁ। ସତରେ ଏମିତି କେମିତି ଘଟେ? ସତରେ ଏସବୁ କେମିତି ଘଟେ? ଏହି ସବୁ ପ୍ରଶ୍ନର ଉତ୍ତର ଯଦି ଆମ ଶିକ୍ଷା ପ୍ରଣାଳୀରେ ସାମିଲ କରାଯାଆନ୍ତା, ତାହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରନ୍ତା। ଅସାଧାରଣ ବ୍ୟକ୍ତିଟି ସବୁବେଳେ ସୁଯୋଗ ଖୋଜୁଥାଏ, କିନ୍ତୁ ସାଧାରଣ ଲୋକଟି ନିରାପତ୍ତା ଲୋଡ଼େ। ପ୍ରଥମେ ଯାହା ଜରୁରୀ ତାହା, ତାପରେ ଯାହା ସମ୍ଭବ ତାହା ହିଁ କରନ୍ତୁ ଏବଂ ଆପଣ ଦେଖିବେ ଯେ କୌଣସି ଅସମ୍ଭବ କାର୍ଯ୍ୟ କରିବାକୁ ଆପଣ ସମର୍ଥ ହୋଇଯାଇଛନ୍ତି। ସଫଳତା ଆକାଶରୁ ଖସିଲା ଭଳି ଗୋଟିଏ ଜିନିଷ ନୁହେଁ। ଏହା ଜମା ଏକ ଆକସ୍ମିକ ଘଟଣା ହୋଇନପାରେ। ଏହା ଆମ ମନୋବୃତ୍ତିର ପରିଣାମ ଏବଂ ଆମର ଏହି ମନୋବୃତ୍ତି ହିଁ ଆମ ନିଜର ପସନ୍ଦ ବା ଅଭିରୁଚି ଉପରେ ନିର୍ଭର କରେ। ସଫଳତା ଏକ ଦୈବ ଘଟଣା, ଆକସ୍ମିକ ସମ୍ଭାବନା ନୁହେଁ। ଏହା ଆମ ଅଭିରୁଚିର ଫଳ। ବୋକା ଲୋକ ଗୁଡ଼ାକ କ'ଣ ଗୋଟାଏ ଆକାଶରୁ ମିଳିଯିବ ବୋଲି ଅନେଇ ରହିଥାନ୍ତି। ଏମିତିରେ କ'ଣ ସଫଳତା ଆସେ? ବୀରଭଦ୍ର ଅବତାର। ଯେତେବେଳେ ରାଜା ଦକ୍ଷଙ୍କ ଯଜ୍ଞ ବେଦୀରେ ଦେବୀ ସତୀ ନିଜ ପ୍ରାଣର ଆହୁତି ଦେଇଥିଲେ, ସତୀଙ୍କ ପ୍ରାଣ ତ୍ୟାଗର ଦୁଃଖରେ ଭଗବାନ ଶିବ ଉଗ୍ର ରୂପ ଧାରଣ କରି କ୍ରୋଧରେ ନିଜର ଏକ ଜଟା ଛିଡ଼ାଇ ଦେଇଥିଲେ, ଯାହା ବିଜୁଳି ଏବଂ ନିଆଁ ପରି ପ୍ରଜ୍ୱଳିତ ହେଉଥିଲା। ମହାଦେବ ଗମ୍ଭୀର ଅଟ୍ଟହାସ୍ୟ ସହିତ ଜଟାକୁ ପୃଥିବୀରେ ପକାଇ ଦେଇଥିଲେ। ସେହି ଜଟାରୁ ମହାଭୟଙ୍କର ବୀରଭଦ୍ର ପ୍ରକଟ ହୋଇଥିଲେ। ଜୀବନରେ ଏମିତି ମଣିଷକୁ ହରାନ୍ତୁ ନାହିଁ ଯିଏ ଆପଣଙ୍କ ଉପରେ ରାଗିଯାଏ ଆଉ ପୁଣି ଆସି ସରି କହିଥାଏ, କାହିଁକି ନା ସେ ଆପଣଙ୍କୁ ନିଜଠାରୁ ଅଧିକ ଭଲ ପାଇଥାଏ। ଜୟ ଶ୍ରୀ ଜଗନ୍ନାଥ।